ଆସନ୍ତୁ ଆଜି ଜାଣିବା ଶିବଲିଙ୍ଗ ଉପରେ କେଉଁ ଜିନିଷ ଚଢ଼େଇଲେ କେଉଁ ଲାଭ ହୁଏ। ଶିବଲିଙ୍ଗ ଉପରେ ସୋରିଷ ତେଲ ଚଢ଼େଇଲେ ଶତ୍ରୁମାନଙ୍କର ନାଶ ହୁଏ। ଶିବଲିଙ୍ଗ ଉପରେ ନାଲି ମସୁର ଡାଲି ଚଢ଼େଇଲେ କର୍ଜରୁ ମୁକ୍ତି ମିଳେ ଓ ଶିବଲିଙ୍ଗ ଉପରେ ମୁଗ ଡାଲି ଚଢ଼େଇଲେ ମନୋକାମନା ପୂରଣ ହୁଏ। ଶିବଲିଙ୍ଗ ଉପରେ କଳା ବିରି ଡାଲି ଚଢ଼େଇଲେ ଶନିଙ୍କ ପ୍ରକୋପରୁ ମୁକ୍ତି ମିଳିଥାଏ ଏବଂ ଶିବଲିଙ୍ଗ ଉପରେ ଚଣା ଡାଲି ଚଢ଼େଇଲେ ଭାଗ୍ୟର ବୃଦ୍ଧି ହୋଇଥାଏ ଓ ଶିବଲିଙ୍ଗ ଉପରେ ଅକ୍ଷତ ଚଢ଼େଇଲେ ଘରକୁ ସୁଖ ଶାନ୍ତି ସମୃଦ୍ଧି ଆସେ। ଆପଣ ଏହିସବୁ ଜିନିଷ ଶିବଲିଙ୍ଗ ଉପରେ ଚଢ଼ାନ୍ତୁ ଏବଂ ଶିବଙ୍କର କୃପା ପ୍ରାପ୍ତ କରନ୍ତୁ। ଜୟ ଜଗନ୍ନାଥ।